जेजेमा जगन्नाथ मंदिर रे मकर संक्रांति किपरि पालन करा जाए। मकर संक्रांति रे प्रभु जगन्नाथଙ୍କର ଏକ ବିଶେଷ ପୂଜା ହେଇଥାଏ। ଆମ ଗ୍ରହ ପୃଥିବୀରେ ସମସ୍ତ ଶକ୍ତିର ଉତ୍ସ ଭାବରେ ସୂର୍ଯ୍ୟଙ୍କୁ ଗ୍ରହଣ କରାଯାଇଛି। ଆମ ଗ୍ରହରେ ଜୀବନର ମୂଳ ଆଧାର, ତେଣୁ ସୂର୍ଯ୍ୟଙ୍କୁ ଦେବତା ରୂପରେ ପୂଜା କରାଯାଏ ଏବଂ ବ୍ରହ୍ମାଣ୍ଡର କର୍ତ୍ତା ଶ୍ରୀ ଜଗନ୍ନାଥଙ୍କୁ ସୂର୍ଯ୍ୟଦେବଙ୍କ ଅସ୍ତିତ୍ୱ ଏବଂ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ। ଶ୍ରୀ ଜଗନ୍ନାଥ ହେଉଛନ୍ତି ଆଦି ସୂର୍ଯ୍ୟ କିମ୍ବା ଶକ୍ତିର ଆଦିମ ଉତ୍ସ। ତେଣୁ ମକର ସଂକ୍ରାନ୍ତି ଦିନ ବ୍ରହ୍ମାଣ୍ଡରେ ସମସ୍ତ ପ୍ରକାରର ଶକ୍ତିର ଆଦିମ ଉତ୍ସ ଭାବରେ ଶ୍ରୀ ଜଗନ୍ନାଥଙ୍କୁ ବିଶେଷ ଭାବରେ ପୂଜା କରାଯାଏ। ଏହି ପବିତ୍ର ଦିନରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତି ଅବକାଶ ବିଧି ପାଳନ କରାଯାଏ। ତାପରେ ଭାଇ ଭଉଣୀ ଦେବତାମାନଙ୍କୁ ମକର ଚୂଳରେ ସୁନ୍ଦର ଭାବରେ ସଜାଯାଏ। ଏହି ବିଧି ପରେ ଗୋପାଳ ବଲ୍ଲଭ ଏବଂ ସକାଳ ଧୂପ ଦେବତାମାନଙ୍କୁ ଅର୍ପଣ କରାଯାଏ। ତାପରେ ମକର 84 ବେଶ ଭାବରେ ଦେବତାମାନଙ୍କୁ ଅଳଙ୍କାରରେ ସଜ୍ଜିତ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ଉତ୍ତର ଗତି ମକର ସଂକ୍ରାନ୍ତିରୁ ଆରମ୍ଭ ହୁଏ। ମକର ବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ଜଗନ୍ନାଥ ମନ୍ଦିରକୁ ରଙ୍ଗୀନ ଫୁଲ ଏବଂ ତୁଳସୀ ପତ୍ରର ମାଳ ପ୍ରଦାନ କରନ୍ତି। କୁମ୍ଭାରପଡ଼ାରେ ଅବସ୍ଥିତ ଆଲମଚଣ୍ଡୀ ମନ୍ଦିରରେ ଦେବତାମାନଙ୍କ ପାଇଁ ସ୍ୱତନ୍ତ୍ର ମକର ଚାଉଳ ପ୍ରସାଦ ପାଇଁ ମନ୍ଦିରକୁ 5ଟି ମକର ତାଡ଼ ପ୍ରଦାନ କରାଯାଏ। ଓଡ଼ିଆରେ 84ର ଅର୍ଥ ପରମ ଅନନ୍ତ ଦିବ୍ୟ ଅବସ୍ଥାରେ ବିକଶିତ ହେବା ଏବଂ ଏଥିପାଇଁ ଆତ୍ମାକୁ 84 ଲକ୍ଷ ଜନ୍ମ ଦେଇ ଯାତ୍ରା କରିବାକୁ ପଡ଼ିଥାଏ। ତେଣୁ ଏହି ଦିନ ଦେବତାମାନଙ୍କ ବିଶେଷ ପୋଷାକକୁ ମକର 84 ବେଶ କୁହାଯାଏ ଏବଂ ସେମାନଙ୍କୁ 84 ପ୍ରକାରର ରାନ୍ଧଣା ଭୋଗ ଅର୍ପଣ କରାଯାଏ। आपणको कल्पकुंजन परिवार तरफरु मकर संक्रांतिर शुभेच्छा और शुभकामना। आपणको जीवन आनंद एवं समृद्धि रे परिपूर्ण हेउ। जय जगन्नाथ।